ବେକାରୀ ଭତ୍ତା ଯୋଜନା 2025 ବେକାର ଯୁବକ ଯୁବତୀଙ୍କୁ ପ୍ରତି ମାସରେ 2500 ଟଙ୍କା ଆର୍ଥିକ ସହାୟତା ମିଳିବ। ଏହିପରି ଆପଣମାନେ ଆବେଦନ କରିପାରିବେ। ଯଦି ଆଜିକା ଡେଟ୍ରେ ଆପଣଙ୍କ ପାଖରେ କୌଣସି ଚାକିରି ନାହିଁ କିମ୍ବା କାମଧନ୍ଦା ନାହିଁ, ତାହେଲେ ସରକାରଙ୍କ ତରଫରୁ ଆପଣମାନଙ୍କୁ ଆର୍ଥିକ ସହାୟତା 2500 ଟଙ୍କା ମିଳିବ। କେଉଁମାନେ ଆବେଦନ କରିପାରିବେ, କେମିତି ମିଳିବ, ଏହାର ପ୍ରୋସେସ କ'ଣ ରହିଛି, ଆବଶ୍ୟକତା ଡକ୍ୟୁମେଣ୍ଟସ ଆପଣମାନଙ୍କର କ'ଣ ରହିଛି, ଯାହାର ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଯଦି ଚ୍ୟାନେଲରେ ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, କାରଣ ସରକାରଙ୍କ ତରଫରୁ ନୂଆ ନୂଆ ଅପଡେଟ୍ ବିଷୟରେ ଆପଣ ଆଗ ଜାଣିବାକୁ ପାଇବେ। ବେକାରୀ ଭତ୍ତା ଯୋଜନା 2025 ଆଜିର ସମୟରେ ବେକାରୀ ସବୁଠାରୁ ବଡ଼ ସମସ୍ୟା ପାଲଟିଛି। ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ଡିଗ୍ରୀ ପାଇବା ପରେ ମଧ୍ୟ ଚାକିରି ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଏହିପରି ଯୁବକମାନଙ୍କୁ ସମର୍ଥନ କରିବା ପାଇଁ ସରକାର ବେକାରୀ ଭତ୍ତା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଯୋଗ୍ୟ ବେକାରୀ ଯୁବକମାନଙ୍କୁ ପ୍ରତି ମାସରେ 2500 ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଦେଖନ୍ତୁ, ଯାହାଦ୍ୱାରା ସେମାନେ ସେମାନଙ୍କର ଅତ୍ୟାବଶ୍ୟକ ଖର୍ଚ୍ଚ ପୂରଣ କରିପାରିବେ ଏବଂ ଚାକିରି ଖୋଜିବାରେ ଧ୍ୟାନ ଦେଇପାରିବେ। ଏହି ଯୋଜନା ସେହି ଯୁବକମାନଙ୍କ ପାଇଁ ଏକ ବରଦାନ, ଯେଉଁମାନେ ପାଠପଢ଼ା ସମାପ୍ତ କରିବା ପରେ ମଧ୍ୟ ନିଯୁକ୍ତି ପାଇନାହାନ୍ତି। ସରକାର ଚାହାନ୍ତି ଯେ ଏହି ଯୋଜନା ମାଧ୍ୟମରେ ଯୁବକମାନେ ଆତ୍ମନିର୍ଭରଶୀଳ ହୁଅନ୍ତୁ ଏବଂ ଶକ୍ତିର ସହିତ ନିଜ କ୍ୟାରିୟର ଆଡ଼କୁ ଆଗକୁ ବଢ଼ନ୍ତୁ। ଆସନ୍ତୁ ଜାଣିବା ଯୋଜନା ଏବଂ ଚୟନ ପ୍ରକ୍ରିୟା ଅଧୀନରେ ଉପଲବ୍ଧ ସୁବିଧା। ଦେଖନ୍ତୁ, ବେକାରୀ ଭତ୍ତା ଯୋଜନାର ସବୁଠାରୁ ବଡ଼ ଲାଭ ହେଉଛି ଯେ ବେକାର ଯୁବକ ଯୁବତୀମାନେ ଘରେ ବସି ଆର୍ଥିକ ସହାୟତା ପାଇବେ। ଏହି ଯୋଜନାରେ ମନୋନୀତ ଯୁବକ ଯୁବତୀମାନଙ୍କୁ ପ୍ରତି ମାସରେ 2500 ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯିବ। ଏହି ରାଶି ସେମାନଙ୍କୁ ମୌଳିକ ଖର୍ଚ୍ଚ ପୂରଣ କରିବାରେ ଏବଂ ନୂତନ ଚାକିରି ପାଇଁ ପ୍ରସ୍ତୁତି ହେବାରେ ସାହାଯ୍ୟ କରିବ। ଦେଖନ୍ତୁ, ଏହା ବ୍ୟତୀତ ଏହି ଯୋଜନା ଯୁବପିଢ଼ିଙ୍କୁ ଆତ୍ମବିଶ୍ୱାସ ମଧ୍ୟ ଦେବ, କାରଣ ସେମାନେ କମ୍ ଆର୍ଥିକ ବୋଝ ହେତୁ ସେମାନଙ୍କର ଲକ୍ଷ୍ୟ ଉପରେ ଅଧିକ ଧ୍ୟାନ ଦେଇପାରିବେ। ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି ସହାୟତା କେବଳ ଯୁବପିଢ଼ିଙ୍କୁ ନିଯୁକ୍ତି ପ୍ରତି ଉତ୍ସାହିତ କରିବ ନାହିଁ, ବରଂ ସେମାନଙ୍କୁ ସେମାନଙ୍କର ଦକ୍ଷତା ବୃଦ୍ଧି କରିବାର ସୁଯୋଗ ମଧ୍ୟ ଦେବ। ଦେଖନ୍ତୁ, ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ ଏବଂ ସ୍ୱଚ୍ଛ ହେବ। ଆବେଦନକାରୀ ଯୁବକ ଯୁବତୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ଏବଂ ତାପରେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ଆଧାରରେ ସେମାନଙ୍କୁ ଚୟନ କରାଯିବ। ଆବେଦନ ମଞ୍ଜୁର ହେବା ପରେ ହିତାଧିକାରୀ ପ୍ରତି ମାସରେ ଭତ୍ତା ପାଇବା ଆରମ୍ଭ କରିବେ। ଏହିପରି ଭାବରେ ଏହି ଯୋଜନା ବେକାର ଯୁବକ ଯୁବତୀଙ୍କ ଜୀବନରେ ନୂତନ ଆଶା ଆଣିବା ପାଇଁ କାମ କରୁଛି। ଆସନ୍ତୁ ଜାଣିବା ବେକାରୀ ଭତ୍ତା ଯୋଜନା ପାଇଁ ଯୋଗ୍ୟତା ସବୁ କ'ଣ ରହିଛି। 1 ନମ୍ବରରେ ଆବେଦନକାରୀଙ୍କ ବୟସ ସର୍ବନିମ୍ନ 18 ବର୍ଷ ଏବଂ ସର୍ବାଧିକ 40 ବର୍ଷ ହେବା ଉଚିତ। 2 ନମ୍ବରରେ ଆବେଦନ କରୁଥିବା ଯୁବକ ଯୁବତୀ ଦ୍ୱାଦଶ ପାସ୍, ସ୍ନାତକ କିମ୍ବା ଡିପ୍ଲୋମାଧାରୀ ହୋଇଥିବା ଉଚିତ। 3 ନମ୍ବରରେ ଆବେଦନକାରୀଙ୍କ ପରିବାରର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ହେବା ଉଚିତ ଏବଂ ତାଙ୍କର ବାର୍ଷିକ ଆୟ 2.5 ଲକ୍ଷରୁ ଅଧିକ ହେବା ଉଚିତ ନୁହେଁ। ଯଦି ଆପଣମାନଙ୍କର ବାର୍ଷିକ ଆୟ 2.5 ଲକ୍ଷରୁ ଅଧିକ ହୁଏ, ତାହେଲେ ଏହି ଯୋଜନାରେ ଆପଣମାନେ ସାମିଲ ହୋଇପାରିବେ ନାହିଁ। 4 ନମ୍ବରରେ ଏହି ସୁବିଧା ପାଇବା ପାଇଁ ଆବେଦନକାରୀଙ୍କ ନାମ ନିଯୁକ୍ତି ପଞ୍ଜୀକରଣ କାର୍ଯ୍ୟାଳୟରେ ବେକାର ଭାବରେ ପଞ୍ଜୀକୃତ ହେବା ଆବଶ୍ୟକ। ଆପଣମାନେ ଜାଣିଥିବେ, ଆପଣମାନଙ୍କର ଡିଷ୍ଟ୍ରିକ୍ଟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ଆପଣମାନଙ୍କର ରେଜିଷ୍ଟର୍ଡ ହୋଇଥିବା ଦରକାର, ତାର ସାର୍ଟିଫିକେଟ୍ ଆପଣଙ୍କ ପାଖରେ ରହିଥିବା ଦରକାର। ସେହି ସାର୍ଟିଫିକେଟ୍ର ଭ୍ୟାଲିଡିଟି ମଧ୍ୟ ରହିଥିବା ଦରକାର। 5 ନମ୍ବରରେ ଆବେଦନକାରୀଙ୍କ ପରିବାରର କୌଣସି ସଦସ୍ୟ ସରକାରୀ ଚାକିରିରେ ନଥିବେ କିମ୍ବା ସରକାରୀ ପେନ୍ସନ୍ ପାଉନଥିବେ। ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କରିଥିବେ କିମ୍ବା ସରକାରଙ୍କ ମାଧ୍ୟମରୁ ଆପଣମାନଙ୍କର ଜେଜେବାପା କି ଜେଜେମା
इ पेंशन पाउथिबे ताहाले एई योजना रे आपण माने शामिल हेई पारिबे नाही। तो आपण माने विशेष ध्यान देबे जे आपण मानकर वार्षिक आय 2.5 लाख रु कम होइथिबा दरकार। ता सहित आपणक परिवार रे कौनसी सदस्य जेमिति सरकारी चाकरी किंबा पेंशन पाउ नथिबे, जदि पाउथिबे एही योजना रु आपण माने रिजेक्ट होई जिवे। तापरे आपण मान 6 नंबर रे आवेदनकारी परिवार रे डाक्तर, वकील, इंजीनियर किंबा चार्टर्ड अकाउंटेंट भली उच्च आय गोष्ठीर कौनसी सदस्य न रहिबा उचित। 7 नंबर रे केवल स्थायी बासिंदा प्रमाण पत्र थिबा युवक मानकु एही योजना रे लाभ दिया जिवो। आपण मानकर रेसिडेंटल सर्टिफिकेट रो वैलिडिटी रहिथिबा दरकार। 8 नंबर रे एही योजना रो लाभ किछि राज्यर युवक युवती मानकु मिलुछि, किंतु आपण मानको उड़ीसा रे जेमिति महिला मानकु सशक्तिकरण दिगरे सुभद्रा योजना आरंभ करा जायछि, सेही भली पुरुष मानकु सशक्तिकरण दिगरे एही बेकारी भत्ता योजना मध्य आरंभ करिवे राज्य सरकार, जहा वर्तमान आपण मानकर खूब शीघ्र उड़ीसा रे लागू हबो। आपण मानकर उड़ीसा रो एही बेकारी योजना जेतेबेले लागू हबो यार डिटेल्स मु आपण मानकु वीडियो माध्यम रे प्रोवाइड कर देबी, सेथि पई आपण चैनल को सब्सक्राइब करके रखंतु। आसंतु जानिबा बेकारी भत्ता योजना पई आवश्यकता डॉक्यूमेंट्स गुडी को कोन रहिछि। 1 नंबर रे आपण मानकर आधार कार्ड, 2 नंबर रे स्थायी बासिंदा प्रमाण पत्र, 3 नंबर रे आय प्रमाण पत्र, 4 नंबर रे दशम एवं द्वादश मार्कशीट, 5 नंबर रे नियुक्ति पंजीकरण कार्ड, 6 नंबर रे पासपोर्ट आकार रो फोटो, 7 नंबर रे बैंक पासबुक रो कॉपी, 8 नंबर रे सक्रिय मोबाइल नंबर, 9 नंबर रे ईमेल आईडी। बेकारी भत्ता योजना आरंभ हबा पूर्वरु यार आवेदन प्रक्रिया आपण माने आगुरु जानि कि रखंतु, आपण मानकर काम रे आसीबो। प्रोसेस केमिति कोन रहिछि, ऑनलाइन की ऑफलाइन, यार डिटेल्स ऊपर नजर पकेबा। देखंतु जेतेबेले आपण मानकर आवेदन आरंभ हबो तो आपण माने कोन करिवे ना, आवेदन करिबा पई प्रथमे आपणकु बेकारी भत्ता योजना रो सरकारी वेबसाइट परिदर्शन करिबा पई पड़ियो। 2 नंबर रे ऑफिशियली वेबसाइट रे पहुंचीबा परे नूतन पंजीकरण विकल्प उपरे क्लिक करंतु। 3 नंबर रे एबे आपणक सामना रे एक नूतन पृष्ठा खुलिबो, जोथिरे आपणकु आपणकर नाम, जन्म तारीख, ठिकाना, मोबाइल नंबर एवं ईमेल आईडी पूरण करिबाकू पड़िबो। 4 नंबर रे यहाँ पर मोबाइल नंबर एंट्री करिबा परे आपणकु एक ओटीपी मिलिबो, जहाकू एंटर करी आपणकु मोबाइल नंबर जांच करिबाकू पड़िबो। 5 नंबर रे यहाँ पर आपणकु एक पासवर्ड तैयारी करिबाकू पड़िबो, जोथिरे बड़ अक्षर, छोट अक्षर संख्या एवं स्वतंत्र प्रतीक रहिबा आवश्यक। 6 नंबर रे पासवर्ड तैयारी करिबा परे एबे आपणकु लॉगिन करिबाकू पड़िबो एवं आपण मानकर शिक्षागत योग्यता सह जड़ित सूचना पूरण करिबाकू पड़िबो। 7 नंबर रे एबे समस्त आवश्यक डॉक्यूमेंट को स्कैन करी पीडीएफ फॉर्मेट रे अपलोड करिबाकू पड़िबो। 8 नंबर रे यहाँ पर समस्त डॉक्यूमेंट अपलोड करिबा परे आपणकु सबमिट बटन उपरे क्लिक करिबाकू पड़िबो। 9 नंबर रे आवेदन दाखल करिबा परे आपणकु एक पंजीकरण नंबर मिलिबो, जहाकू आपणकु सुरक्षित रखिबाकू पड़िबो, कारण यह माध्यम रे ही आपण आपणक आवेदन रो स्थिति जांच करि पारिबे। 10 नंबर रे डॉक्यूमेंट एवं सूचना जांच हेबा परे आपण योजना रो लाभ पाइबा आरंभ करिवे एवं प्रति मासरे आपणक अकाउंट को 2500 टंका ट्रांसफर करा जिवो डीबीडी माध्यम रे।